ହସିଥିଲେ ଭଉଣୀ ମାନେ, ମନେ ଅଛି କି ନାଇଁ? ସେ ବାପଟା ହସି ମିଶା ପାରୁନାହିଁ, ହସି ମିଶା ପାରୁନାହିଁ ସେ ଲୋକ। ଏତେ କଦର୍ଯ୍ୟ ଆମର ଅବସ୍ଥା ଜୀବନ ମାନେ। କାହିଁକି ଆମେ ଭାବୁଛୁ କଣ ପ୍ରିୟ ଭାଇ ଭଉଣୀ ମାନେ, ଏ ଜଗତର ଧନ ସମ୍ପତ୍ତି ଏକା ସବୁ ବୋଲି ଆମେ ଭାବୁଛୁ। ଜଗତ କିଛି ନାହିଁ। ଜଗତ ଆଜି ମୁଁ ଆପଣ ମାନେ କହିବା ପାଇଁ ଚାହେଁ, ସମସ୍ତ ଖୋଲନ୍ତୁ ଆଜି ବାକ୍ୟ ଗୋଟେ ଭଲ କରି ଶୁଣିବେ, ଆଉ ଆପଣଙ୍କ ଘରର ଲୋକମାନଙ୍କୁ ମଧ୍ୟ ପଠାଇବେ। ଏଇଟା ଯେଉଁମାନେ ଆମର ସହିତ ୟୁଟ୍ୟୁବରେ ଯୋଡ଼ିଛନ୍ତି ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି। ଆପଣ ମାନେ ନିୟମିତ ଆପଣ ଦେଖିବେ। ଏଇଟା 3ଟା ଲାଇଭ୍ ଅଛି କି? 3ଟା ଲାଇଭ୍ ଅଛି। ଆଉ ଗୋଟେ ଓଡ଼ିଆ ବାଇବେଲ ଟ୍ୟୁଟୋରିଆଲ ଲାଇଭ୍ ଅଛି, ସବସ୍କ୍ରାଇବ କରିଥାନ୍ତି ସେଟା। ଆଉ ଗୋଟେ ଆମର ଅଭିଷେକ ଅଫିସିଆଲ ସେଇଟା ଗୋଟେ ଅଛି, ଆଉ ସୀତାରାମ ଭତ୍ରା ଅଫିସିଆଲ। 3ଟା ଅଫିସିଆଲ ମାନେ ଅଛନ୍ତି ଏଠି, ଆମେ ସବୁ ନନ୍ ଅଫିସିଆଲ ମାନେ ହେଲା। ସବସ୍କ୍ରାଇବ କରିଥାନ୍ତୁ, ଯେପରି ଆପଣ ମାନେ ଆବଶ୍ୟକ ସମୟରେ ଉପଯୁକ୍ତ ବାକ୍ୟ ପାଇପାରିବେ। ଆମେ ଅନ୍ୟ ଗୁଡାକ ସବୁ ଚ୍ୟାନେଲ ଗୁଡାକ ସବସ୍କ୍ରାଇବ କରିଥାଉଛୁ ଆମର କିଛି କାମରେ, କୁ ଲାଫ୍ଟର ଚ୍ୟାନେଲ କୁ ସିରିଏଲ କୁ ଖେଳବାଟାକୁ, ବାକ୍ୟକୁ ନାଇଁ କରବା ନାହିଁ। ଏଇଟା ବାକ୍ୟର ଦୁର୍ଭିକ୍ଷ ଆସିବା ପୂର୍ବରୁ ପ୍ରଭୁ ଆମକୁ ବାକ୍ୟ ଦେଇଛନ୍ତି। କଣ ଦେଇଛନ୍ତି? ବାକ୍ୟର ଦୁର୍ଭିକ୍ଷ ଆସିବା ପୂର୍ବରୁ ପ୍ରଭୁ ଆମକୁ କଣ ଦେଇଛନ୍ତି? ବାକ୍ୟ ଦେଇଛନ୍ତି। ତେଣୁ ଏ ବାକ୍ୟକୁ ଆମେ ଧ୍ୟାନସ୍ଥ ଶୁଣିବା, ଆଉ ଆମ ଜୀବନରେ ଆମେ ପ୍ରୟୋଗ କରିବା। ସମସ୍ତେ ଖୋଲନ୍ତୁ ଆପଣ ମାନେ 2 Corinthians 8 ପର୍ବ ତାର 9 ପଦ। 2 Corinthians 8 ପର୍ବ ତାର 9 ପଦ। ଏଠି କଣ ଲେଖା ଯାଉଛି? କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମେ ମାନେ ଜାଣ, ତୁମେ ମାନେ ଯେପରି ତାହାଙ୍କ ଦରିଦ୍ରତା ଦ୍ୱାରା ଧନବାନ ହୁଅ, ଏଥିପାଇଁ ସେ ଧନୀ ହେଲେ ହେଁ କିପରି ତୁମମାନଙ୍କ ନିମନ୍ତେ ଦରିଦ୍ର ହେଲେ। କଣ ଲେଖା ଯାଉଛି? ମୁଁ ପୁଣି ଥରେ ପଢିବା ପାଇଁ ଚାହେଁ। କାରଣ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମେ ମାନେ ଜାଣ, ତୁମେ ମାନେ ଯେପରି ତାହାଙ୍କ ଦରିଦ୍ରତା ଦ୍ୱାରା ଧନବାନ ହୁଅ। କଣ ଦ୍ୱାରା? ତାହାଙ୍କର ଦରିଦ୍ରତା ଦ୍ୱାରା ଧନବାନ ହୁଅ, ଏଥିପାଇଁ ସେ ଧନୀ ହେଲେ ହେଁ କିପରି ତୁମମାନଙ୍କ ନିମନ୍ତେ ଦରିଦ୍ର ହେଲେ। ଆଜିକାଲି ଲୋକମାନେ ବାକ୍ୟକୁ କଣ କରୁଛନ୍ତି? ଭୁଲ ଭାବରେ ଉପସ୍ଥାପନା କରୁଛନ୍ତି। କଣ ବୋଲି କହୁଛନ୍ତି? ଆମର ପ୍ରଭୁ ଦରିଦ୍ର ହେଲେ ଆମକୁ ଧନୀ କରିବା ପାଇଁ। କଣ ବୋଲି କହୁଛନ୍ତି? ଆମର ପ୍ରଭୁ କଣ ହେଲେ? ଦରିଦ୍ର ହେଲେ ସେ ଆମକୁ ଧନୀ କରିବା ପାଇଁ। ଆଉ ସେ ପ୍ରଭୁଙ୍କ ସେବା କାର୍ଯ୍ୟ କରି ଆଜି ମୁଁ ଉଡାଜାହାଜରେ ବୁଲି ପାରୁଛି, ମୁଁ ସୁଟ ପିନ୍ଧି ବୁଲି ପାରୁଛି। ମତେ ହାବାଇ ଚପଲ ନଥିଲା, ହାବାଇ ଜାହାଜରେ ମୁଁ ଏବେ ବୁଲି ପାରୁଛି। ମୋର ଘରକୁ ଦେଖିବ କେମିତି ପ୍ରଭୁ ଆଶୀର୍ବାଦ କରିଛନ୍ତି। କାରଣ ପ୍ରଭୁ ଦରିଦ୍ର ହେଲେ ମତେ ଧନୀ। ଆମେ ଭାବୁଥିବୁ ପ୍ରଭୁ ଆକେ ଆକା ଧନୀ କଲେ, ମତେ ତ କରିନାହାନ୍ତି। ମୁଁ ତ କୁଡିଆ ଘରେ ଆକା ଅଛି, ମୋର ତ ଛିଣ୍ଡା ଚପଲ ଅଛି, ମୋର ଖଟ ମିଶା ବଲଟା ନାହିଁ, ମୋର କାନ୍ତି କବାଟ ମିଶା ହାଲୁଛି। ଏ ଲୋକ କା ଧନୀ? ଏଟା ପ୍ରଚାର କରି କରି ଧନୀ। ଏଟା ଧନୀ ପ୍ରଚାରକ ମାନଙ୍କର ବାକ୍ୟ। ଏଟା ସେ କଣ ବୋଲି କହୁଛନ୍ତି? ସେ କଣ ହେଲେ? ସେ ଦରିଦ୍ର ହେଲେ ଆମକୁ ଧନୀ କରିବା ପାଇଁ। ଲୋକ ତାଲି ମାରି ପକାଉଥିବେ। ସେ ନଥିବା ଲୋକ କିସ ମୁଁ ସୁଗାଇ କରି ତାକେ ଆକା ପ୍ରଭୁ ଦେଲା, ମକେ ଦିଅତ ନାହିଁ। କାହିଁକି? ଏ ଭୁଲ ଇଣ୍ଟରପ୍ରିଟେସନ ଗୁଡାକ ଆମମାନଙ୍କୁ ଭୁଲ ଆଡକୁ, କାରଣ ଅନେକ ଏବେ ମଧ୍ୟ ଏତିକି ପ୍ରାର୍ଥନା କଲା ପରେ, ଏତିକି ଉପବାସ କଲା ପରେ, ଏତେ 10 ମାସ ଦେଲା ପରେ ଆମେ ଦରିଦ୍ର ଅବସ୍ଥାରେ ଅଛୁ। ଆମେ ଅନେକଙ୍କର ଆର୍ଥିକ ସ୍ଥିତି ଏବେ ବି ଭଲ ନାହିଁ। ଆମେ କଣ ଭାବୁଛୁ 40 ଦିନ ଫାଷ୍ଟିଂ କଲା ପରେ ମୋର ଘରର ପରିସ୍ଥିତି ବଦଳିଯିବ। ଘରର ପରିସ୍ଥିତି ବଦଳି ନପାରେ, ଆପଣଙ୍କ ଜୀବନ ବଦଳିଯିବ। ଉପବାସ କଣ କରେ? ମୋର ପରିସ୍ଥିତିକୁ ପରିବର୍ତ୍ତନ କରେ ନାହିଁ, ମତେ ପରିବର୍ତ୍ତନ କରେ। ମତେ ପରିବର୍ତ୍ତନ ଦେଖନ୍ତୁ, ଆପଣ ଯେତିକି ପ୍ରାର୍ଥନା କରିବେ ଆପଣଙ୍କ ଜୀବନ ସେତିକି ବଦଳୁଥିବ। ବାକ୍ୟ ଯେତିକି ଶୁଣିବେ, ଏଇଟା ଜାଣିବାର ଅଛି। ଆମେ ଫାଷ୍ଟିଂ କାହିଁ କରୁଛୁ? ପ୍ରଭୁଙ୍କୁ ବଦଳାଇବା ପାଇଁ। କଣ କରିବା ପାଇଁ? ପ୍ରଭୁଙ୍କୁ ବଦଳାଇବା ପାଇଁ। ମାଗବି ପ୍ରଭୁଙ୍କୁ କେମିତି ଦେବେ ନାହିଁ, ଫାଷ୍ଟିଂ କରିବି। 7 ଦିନ ଫାଷ୍ଟିଂ କରିବ, କିଛି ହବ ନାହିଁ। ତାପରେ କଣ କରିବ? ନାଇଁ 7 ଦିନ ନାହିଁ, ଏବେ 40 ଦିନ ଫାଷ୍ଟିଂ କରିବ। କଣ ପାଇଁ? ପ୍ରଭୁ ବୋଲେରୋ ଗୋଟେ ଦିଅ ରାଜା, ଘର ଦିଅ, ସୁନା ଦିଅ ପ୍ରଭୁ, ମତେ ଗାଡି ଦିଅ ପ୍ରଭୁ, ଟିଭି ଗୋଟେ ଦିଅ ରାଜା, ଭଲ ମୋବାଇଲ ଗୋଟେ ଦିଅ ରାଜା। ଫାଷ୍ଟିଂ ରେ କଣ କଣ ଥିବ ରାଣୀ? ଏସବୁ ଥିବ। ଏଟା ମନେ ପ୍ରାର୍ଥନା। ପ୍ରଭୁ କହିବେ କେନ୍ତା ହେଲାନି ଏଟା, କଣ ମାଗୁଛି? ମୋର ପ୍ରିୟ ଭାଇ ଭଉଣୀ ମାନେ, ଜାଗତିକ ମନା ଲୋକ ଖାଲି ଜାଗତିକ ବିଷୟକୁ ମାଗବ। ଜଣକ ପ୍ରାର୍ଥନା ଶୁଣିଲେ ଜାଣବ ଏ ଜାଗତିକ ମନା କି ଆତ୍ମିକ ମନା ଲୋକ। ଜାଗତିକ ମନା ଲୋକ ଖାଲି ଜାଗତିକ ସାକ୍ଷ୍ୟ ଦେବ। ବୋଲେ ମତେ କଣ ସାକ୍ଷ୍ୟ ଦେବ? ପ୍ରଭୁ ମତେ ଘର ଗୋଟେ ଦେଲେ,
ଆରେ আমি ଭାବି ନଥିଲି ପ୍ରଭୁ ଗୋଟେ କାର୍ ଦେବେ ବୋଲି। ମୁଁ କେବେ ଭାବି ନଥିଲି ମୋର ସ୍ୱାମୀ ମତେ 5 ତୁଲାର ଗୋଟେ ରାଣୀ ହାର କରିଦେବେ ବୋଲି। ପ୍ରଭୁ ମତେ ଜଗାଇଲେ। ଆରେ ପ୍ରଭୁ କେତେ ମହାନ କଲେ। ଆମର ଆଜି ଜାଗା ମିଶା ଘିନିଛୁ, ସୁନାବେড়ାରେ ସେମଲିଗୁଡାରେ ଜାଗା ଘିନିଛୁ, ପ୍ରଭୁ ମତେ ଦେଲେ। ଏଟା ସାକ୍ଷ୍ୟ। ଗଲାବେଳେ ଠାଟନେ ଛାଡ଼ି କରି ଯିବୁ ଏଠି। হ্যাঁ ভଉଣୀ ମାନେ କଣ ନେବେ? ନାକର খুঁটি ମିଶା ନେବେ କି? ପଚାର ସେ খুঁটি ନାକି ମନକୁ। ସେ ନାକର খুঁটি ମିଶା ଖୋସଲା ହେବେ। ତ ଗଲାବେଳେ ଯଦି ସାନ ନାକର খুঁটিକୁ ନେଇ ପାରୁନୁ, ଏଟାକୁ ଆଶୀର୍ବାଦ ବୋଲି ଆମେ କହିପାର? ଆମେ ଭ୍ରମିତ ହଉଛୁ। ଆମେ ଭ୍ରମିତ ହଉଛୁ। ଲୋକ କଣ କହୁଛନ୍ତି? ଭଉଣୀ ତମେ ଦଶ ମାଂସ ଦଉନ ପାଇଁ ପ୍ରଭୁ ତମକୁ ଆଶୀର୍ବାଦ କରୁନାହାନ୍ତି, ଅଭାବ ଯାଉନାହିଁ ବୋଲେ ଆମେ ଦଉଥିବା ଅଛି। କଣ ପାଇଁ? ଆମର ପ୍ରଭୁ ଏତେ ଦରିଦ୍ର ପ୍ରଭୁ ନାହିଁ ଯେ ଆମର ଡାବୁ ଦେଲେ ବଞ୍ଚିବେ ସେ। ଆମର ପ୍ରଭୁ ଉପରେ ଆମର ପ୍ରଭୁ ଆମର ପଇସା ଉପରେ ଆଖି ଲଗାଇ ନାହାନ୍ତି। ଏ କେବେ ଦେଇସି ବୋଲି କରି ଯେ ନ ଦେଲେ ଟୋଟଲି ଚିବାକୁ ଆସିବେ। ଆମର ପ୍ରଭୁ ସେମିତି ପ୍ରଭୁ ନାହାନ୍ତି। ଆମେ ଠିକ ବିଷୟକୁ ଠିକ ଭାବରେ କହିବାର ଅଛି। ଦଶ ମାସ କଣ ଅଟେ? ଦଶ ମାଂସ ଖ୍ରୀଷ୍ଟିଆନର ସର୍ବନିମ୍ନ ଦାନ ଅଟେ। ସବୁଠୁ କମ କଣ? ଦଶ ମାଂସ। ଏଟା ପୁରାତନ ନିୟମର ଦଶ ମାଂସ। ନୂତନ ନିୟମରେ କଣ? ଶତ ମାଂସ। ଦଶ ମାଂସ ତାরপরে ଦଶ ମାଂସ ତାরপরে ଦଶ ମାଂସ ଇ ଚାହିଁଲେ ଥାର୍ଟି ନାଇନ୍ ଦେବାର ଅଛି। ପ୍ରଭୁ ଯେତେବେଳେ ପ୍ରଭୁ ଯାହା ଆବଶ୍ୟକ କରିବେ ଆମେ ଦେବାର ଅଛି। ଦେବାର ଅଛି। ପ୍ରଭୁଙ୍କ ପାଇଁ ଦେବା ପାଇଁ କଣ ଅସୁବିଧା? ଆମର ପାଖରେ ଯୋଉଟା ଅଛି ପ୍ରଭୁ ଦେଲାଟା ତ। ପ୍ରଭୁ ମତେ କିଛି ଦିଅ ନାଇଁ ଲ ଏ ଫୁଣ୍ଡାକେ ଦେଲାଟା। ନାଇଁ ନାଇଁ ପଚାରୁଛି ଏ ଯୋଉ ନିଶ୍ୱାସ ନଉଛନ୍ତି କିଏ ଦେଇଛନ୍ତି? ଆଜିର ସବୁଠୁ ବଡ ଆଶୀର୍ବାଦ କଣ? ମିରାକଲ କଣ? ଆମେ ନିଶ୍ୱାସ ନେଇ ପାରୁଛୁ। ସତ ନା ନାଇଁ? ଅନେକ ଲୋକ ମେଡିକାଲରେ ନିଶ୍ୱାସ ନେବା ପାଇଁ ସଂଘର୍ଷ କରୁଛନ୍ତି। ପଇସା ଖର୍ଚ୍ଚ କରି ଆଇସିୟୁରେ ଅଛନ୍ତି, ଭେଣ୍ଟିଲେଟର ଅଛନ୍ତି। ତାଠୁ ଆମେ କେତେ ଗୁଣ ଭଲରେ ଅଛୁ। ଭଲରେ ଅଛୁ। ଆମେ ଚାଲି ପାରୁଛୁ। ମୁଁ କାଲି କହୁଥିଲି ଆପଣମାନଙ୍କୁ, ଆମେ ଯୋଉ ମିଟିଂ ଗୁଡା କରୁଛୁ, କଣ ପାଇଁ ମିଟିଂ? ଆରୋଗ୍ୟ ସୁସ୍ଥତା ମହାସଭା। କିଏ କରିବେ ସୁସ୍ଥତା? ଏଟା ମନେ ସବୁ ବାୟା ବାୟା ହେଇ ବୁଲୁଛନ୍ତି। କାହିଁକି? ଆଜ୍ଞା ଅଲ ପ୍ରାର୍ଥନା କର ଆଜ୍ଞା, ମୋ ମୁଣ୍ଡ ଦୁଃଖ ଆଜ୍ଞା, ମୋର ମୁଣ୍ଡ କେମିତି କିନ୍ଦ୍ରି ଗଲାନି ଆଜ୍ଞା, ମୋର ଦାঁତ ଦୁଃଖ ଆଜ୍ଞା, ମୋର ବାଲ ଛଡି ଗଲାନି ଆଜ୍ଞା। ଅଲ ତାକୁ ବାଲ ଛଡବ ବୋଲି ଆମେ ପ୍ରାର୍ଥନା। ଥରେ ଗୋଟେ ମା ଆସୁଛନ୍ତି, କହୁଛନ୍ତି ଆଜ୍ଞା ମୋର ଚୁଟି ପାଚି ଯାଉଛି ଆଜ୍ଞା, ପ୍ରାର୍ଥନା କର। ମୁଁ କହିଲି ତୋ ଲାଜ ଲାଗୁଛି କି ନା? ମକେ ଦେଖ ମୋ ଠାଟନେ ବାଜିଛି। ଯଦି ପ୍ରାର୍ଥନା କର ତୋର ମୁଣ୍ଡର ବାଲକୁ ଯଦି କଳା କରିପାରିଥାନ୍ତି ବୋଲେ ମୋଟା ତ ଆଗେ କରତି କି ନାଇଁ? ଭାଇ ଭଉଣୀ ମାନେ କାହାର ବାଲ ଛଡି ଯାଉଛି ପ୍ରାର୍ଥନା, କାହାର ଆଟା ଦୁଃଖା ପାଇଁ ପ୍ରାର୍ଥନା, ମୁଣ୍ଡ ଦୁଃଖା ପାଇଁ ପ୍ରାର୍ଥନା। କଣ ପାଇଁ ଏଟା ପାଇଁ ପ୍ରାର୍ଥନା? ମୁଁ କହୁଥିଲି ପରା ଏଡେ ବଡ ମେଡିକାଲ କଲେଜ ଅଛି ତମର ଭାଗ୍ୟ କୋରାପୁଟରେ। ଆରେ ତମକୁ ସରକାର କଣ କାର୍ଡ ଦେଇଛନ୍ତି? ଆୟୁଷ୍ମାନ କାର୍ଡ। ଅଣ୍ଡରା ମିଶା ଆୟୁଷ୍ମାନ, ମାଇଜି ମିଶା ଆୟୁଷ୍ମାନ ହେଲା। ସମସ୍ତେ ଆୟୁଷ୍ମାନ କାର୍ଡ ଧରିକରି ଯିବ, ଆରାମରେ ଟ୍ରିଟମେଣ୍ଟ ହେଇକି ଆସିବ ଫ୍ରିରେ। ସେଟା ପାଇଁ ମିଟିଂ କରିବା ଦରକାର। ମିଟିଂ ଯଦି କରିବ ଜୀବନ ପରିବର୍ତ୍ତନ କରିବା ପାଇଁ, ପବିତ୍ର ହେବା ପାଇଁ, ପ୍ରଭୁଙ୍କ ରାଜ୍ୟ ପାଇଁ ପ୍ରସ୍ତୁତ ହେବା ପାଇଁ ମିଟିଂ କରିବାର ଅଛି। କରିବାର ଅଛି। ପ୍ରିୟ ଭାଇ ଭଉଣୀ ମାନେ, ଏତେ ପାଣି 5 ଟଙ୍କା 10 ଟଙ୍କା କେତେ କେତେ 5 ଟଙ୍କା 10 ଟଙ୍କା ବୋଲି ମତେ କହିଦଉଛି ହେଲା। এটা 5 ଟଙ୍କାର ପାଣି, এটা ପ୍ରାର୍ଥନା ପାଣି କରି ବିକିଲେ କେତେ ହବ? 200 ଟଙ୍କା ଆମେ ବିକି ହବ। এটা ମୁଁ 40 ଦିନ ଫାଷ୍ଟିଂ କରି କରି ଉପବାସ କରି ଅଭିଷେକ କରିଦେଇଛି ପାଣିକୁ। এই ପାଣି ନେଇକି ଯଦି ତୁମେ ମାନେ ବ୍ୟବହାର କରିବ, ପ୍ରଭୁ ତୁମର ବୋଲେ ସବୁ ଲୋକ ପେଟି ପେଟି ଧରି କରି ପଳେଇବେ କି ନାଇଁ? ପଳେଇବେ। ପ୍ରିୟ ମାନେ ମନେ ରଖିଥାନ୍ତୁ, ନୂତନ ନିୟମରେ ପ୍ରଭୁ ବସ୍ତୁକୁ ଅଭିଷେକ କରନ୍ତି ନାହିଁ, ବ୍ୟକ୍ତିକୁ ଅଭିଷେକ କରନ୍ତି। ଏଇଟା ଆପଣ ବୁଝିବା ଦରକାର। ବস্তୁ ଉପରେ ଏନୋଇଣ୍ଟିଂ ଆସେ, ଏନୋଇଣ୍ଟିଂ ୱାଟର, ଏନୋଇଣ୍ଟିଂ ଅଏଲ, ଏନୋଇଣ୍ଟିଂ ରୁମାଲ ନାଇଁ। ବস্তୁ ଉପରେ ଏନୋଇଣ୍ଟିଂ ନଥାଏ, ବ୍ୟକ୍ତି ଉପରେ ଏନୋଇଣ୍ଟିଂ। ଏଇଟା ଅଛି ନୂତନ ନିୟମର କଥା। এটা ଆମେ ବୁଝିବା ଦରକାର। ନହେଲେ କଣ କରିବେ ଲୋକମାନେ? ଆପଣଙ୍କୁ ଅଭିଷେକ ତେଲ ବିକିବେ, ଅଭିଷେକ ପାଣି, ଏ ତେଲକୁ ଅଭିଷେକ କରିଛୁ ବୋଲି। ଥରେ ଜଣେ ପ୍ରଭୁଙ୍କ ଦାସଙ୍କ ଘରକୁ ମୁଁ ଯାଇଛି, ତାଙ୍କର ଘରେ ପ୍ରାର୍ଥନା ତେଲ ରଖି ଦେଇଛନ୍ତି। ମୁଁ କହିଲି ଆଜ୍ଞା ତୁମର ବିଶ୍ୱାସ ତୁମ ଶିଖାଇବ, ପ୍ରଭୁଙ୍କ ଉପରେ ବିଶ୍ୱାସ କର, ତମେ ତେଲ ଘିନି ଘର ବସିଛ। କଣ କରିବା ଅଛି? ଆମେ ଜାଣିବା ଦରକାର, କାରଣ ଆମର କଥାକୁ ଆମର ଜୀବନକୁ ଲୋକ ଦେଖୁଛନ୍ତି। ଅଭିଷେକ ତେଲ କିଛି ନାହିଁ, ଅଭିଷେକ ପାଣି କିଛି ନାହିଁ, ଅଭିଷେକ କମଳ ବୋଲି କିଛି ନାହିଁ। କମଳ ଉପରେ ଅଭିଷେକ ଆସେ ନାହିଁ, ତେଲ ଉପରେ। ଆଦ୍ୟ ମଣ୍ଡଳୀ ବି ଦେଖନ୍ତୁ, ତୈଳ ଖାଇ ପ୍ରାର୍ଥନା କରିବ, କିନ୍ତୁ କଣ ସୁସ୍ଥ କରିବ? ରୋଗୀକୁ ବିଶ୍ୱାସ ଯୁକ୍ତ ପ୍ରାର୍ଥନା ସୁସ୍ଥ କରିବ। ପ୍ରାର୍ଥନା ସୁସ୍ଥ କରେ। ସୁସ୍ଥ କିଏ କରନ୍ତି? ପ୍ରଭୁ କରନ୍ତି। ଆମେ ଭ୍ରମିତ ହେବା ନାହିଁ, ଆମେ ଭ୍ରମିତ ହେବା ଦରକାର ନାହିଁ।
ମୁଁ କହୁଥିଲି ପରା ଆପଣମାନଙ୍କୁ, ଥରେ ଜଣେ ଭଉଣୀ କଣ କଲେ, ତାଙ୍କ ସ୍ୱାମୀ ମଦୁଆଟା, ଘୋଡ଼ା ମଦୁଆଟା, ମଦ ପିଇ ତା ସ୍ତ୍ରୀକୁ କୁଟକୁଟା ପିଟୁଛି। ଗୋଟେ ପ୍ରାର୍ଥନା ଯାଇଥିଲା, ସେ ପ୍ରଭୁଙ୍କ ଦାସ କଣ କଲେ, ପାଣିକୁ ପ୍ରାର୍ଥନା କରିଦେଇ ଦେଇଛନ୍ତି, ଭଉଣୀ ଏଟା ଅଭିଷେକ କରିଦେଇଛି, ଏ ପାଣି, ଏ ପ୍ରାର୍ଥନା ପାଣି ତମର କଣ କରିବ, ତମ ସ୍ୱାମୀ ଶୋଇଲା ବେଳକୁ ଟିକେ ଛିଞ୍ଚି ଦେବ ତାକୁ, ନିଶ୍ଚୟ ତାର ପ୍ରଭାବ ତେବେ ଦେଖିବ। ଛିଞ୍ଚି ଦେଲା, ଏ ମଦ ପିଇ ଶୋଇଛି, ପାଣି ଛିଞ୍ଚିବାର ବାକି ଉଠି 2 ଚାପଡ଼ା ରଟ ରଟ ବାଜା ହେଲା। ତାର ପ୍ରଭାବ ତ ଦେଖବ କି ନାହିଁ, ପାଣି ଛିଞ୍ଚିବାର ପ୍ରଭାବ। ସେ ତ ବାହା କୁକୁର, ସେ ମଦ ପିଇ ଶୋଇଛି, ତାକୁ ପାଣି ଛିଞ୍ଚିଲେ ହେବ। ମୁଁ ସବୁବେଳେ କୁହେ, ଏ ମଦୁଆ ମାନଙ୍କୁ ପ୍ରାର୍ଥନା ପାଣି ନାହିଁ, ସେମାନଙ୍କୁ ନିରଞ୍ଜନ ତୁରୁକ ଦରକାର। କିଏ ଦରକାର ସେମାନଙ୍କୁ? ପ୍ରାର୍ଥନା ପାଣି ନାହିଁ, ସେମାନଙ୍କୁ କିଏ ଦରକାର? ନିରଞ୍ଜନ ତୁରୁକ ଦରକାର। ଏ ବେଶିଆ କାମ କରିବା ଲୋକ, ଜୁଆରୀ ଲୋକ, ଏ ପାନ ଖାଉ, ଏ ମଦ ଖାଉ, କୁକୁଡ଼ା ଗାଲି, ଏମାନଙ୍କୁ କିଏ ଦରକାର? ଏମାନଙ୍କୁ ପାଣି ନାହିଁ, ପ୍ରାର୍ଥନା ପାଣି ନାହିଁ, ଏମାନଙ୍କୁ ନିରଞ୍ଜନ ଦରକାର ଅଛି। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କ ଠାରୁ ସାମର୍ଥ୍ୟ କିଏ ଅଛି? ତାଙ୍କ ଠାରୁ ମହାନ କିଏ ଅଛି? ତ ମଝିରେ କଣ ହଉଛି, କିଛି ଲୋକ ଆସି ଆମକୁ ଏଇ ପଦ ନେଇ ଆମକୁ ଭ୍ରମିତ କରୁଛନ୍ତି। କଣ? 2 Corinthians ତାର 8 ପର୍ବ 7 ପଦ, ଏଠି କଣ ଲେଖାଯାଉଛି? କାରଣ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମେ ଜାଣ, ତୁମେ ମାନେ ଯେପରି ତାହାଙ୍କ ଦରିଦ୍ରତା ଦ୍ୱାରା ଧନବାନ ହୁଅ। ସେମାନେ କଣ କହୁଛନ୍ତି? ଯୀଶୁ ଦରିଦ୍ର ହେଲେ ଆମକୁ ଧନବାନ କରିବା ପାଇଁ ଲୋକ ପ୍ରେଜ ଦ ଲର୍ଡ ହାଲେଲୁୟା ବୋଲବା ଲୋକ ଗଦା ଥିବେ ସେଠି। ପ୍ରିୟ ମାନେ, ମୁଁ ପଚାରିବା ପାଇଁ ଚାହେଁ, ଯୀଶୁ କେବେ ଧନୀ ଥିଲେ? ଯୀଶୁ ଜଗତରେ କେବେ ଧନୀ ଥିଲେ ଯେ ସେ ଗରିବ ହେଲେ? ସେ ତ କୋଉଠି ଜନ୍ମ ହେଲେ? ଗୁହାଳ ଘରେ ଜନ୍ମ ହେଲେ। କୋଉଠି ବଢିଲେ? ବଡେଇ ଘରେ ବଢିଲେ। କଣ କାମ କଲେ? ବଡେଇ କାମ କଲେ। ବଡେଇ କାମ କରି କେତେ ବଡ ଧନୀ ହେଇଥିଲେ? ସେ ଯୋସେଫଙ୍କର ମୃତ୍ୟୁ ପରେ ତାଙ୍କର ଭାଇ ଭଉଣୀ ମାର ଯତ୍ନ ନେବା ପାଇଁ ସେ ବଢେଇ କାମ କଲେ। ଯେହେତୁ ଘରର ବଡ ପୁଅ ଭାବରେ ସେ ବଢେଇ କାମ ସେଠି କଲେ। ଆରେ ମାଥ୍ୟୁ ତାର 8 ପର୍ବ 20 ପଦଟି ପଢିବେ କେ ଜଣେ? ମାଥ୍ୟୁ 8 ପର୍ବ 20 ପଦ। ସେଥିରେ ଯୀଶୁ ତାହାଙ୍କୁ କହିଲେ, କୋକିଶିଆଳିର ଗାତ ଅଛି, କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟ ପୁତ୍ରର ମୁଣ୍ଡ ଗୁଞ୍ଜିବାର। ଭାବି ଦେଖନ୍ତୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜନ୍ମ ହେଲେ କୋଉଠି? ଗୁହାଳ ଘରେ। ବଢିଲେ କୋଉଠି? ବଢେଇ ଘରେ। ଏବେ କଣ କହୁଛନ୍ତି? ମୁଣ୍ଡ ଗୁଞ୍ଜିବା ପାଇଁ ମୋର ସ୍ଥାନ ନାହିଁ। ଘର ତ ନାହିଁ, ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାନ ମଧ୍ୟ। ହେଲେ କେବେ ସେ ଧନୀ ଥିଲେ? ଯୀଶୁ ଧନୀ ଥିଲେ, ଦରିଦ୍ର ହେଲେ ମତେ ଧନୀ କରିବା ପାଇଁ। ଦେଖ, ମୁଁ ଚାଲିକି ଯାଉଥିଲି, ଏବେ ଇନୋଭାରେ ମୁଁ ଯାଉଛି। ହାଲେଲୁୟା। ମୋ ସ୍ତ୍ରୀର ବେକରେ କିଛି ସୁନା ନଥିଲା, ଏବେ ଦେଖ ଆମର ଘର ଟିକେ ଦେଖ ଆସିକରି, ଆମର ଘର କେମିତି ହେଇଛି, ପ୍ରଭୁ କେମିତି ମତେ ଦେଇଛନ୍ତି। ବାକି ଲୋକ କୁଡ଼ିଆ ଘରେ ଅଛନ୍ତି। ଆମେ କଣ କରୁଛୁ? ୟା ଦ୍ୱାରା ଏ ଗରିବ ଲୋକମାନଙ୍କୁ ଆମେ ଅପମାନ କରୁଛୁ। ଆଉ କଣ କରୁଛୁ? ଏ ଗରିବ ମାନଙ୍କର ପ୍ରଭୁଙ୍କୁ ଆମେ ଅପମାନ। ଦରିଦ୍ର ମାନଙ୍କର ଜଣେ ପ୍ରଭୁ ଅଛନ୍ତି, ସେ ଅଛନ୍ତି ସଦା ପ୍ରଭୁ। ଆଉ ସେ ପ୍ରଭୁଙ୍କୁ ଆମେ କଣ କରୁଛୁ? ଅପମାନ କରୁଛୁ। ଆପଣ ମଣ୍ଡଳରେ ଦେଖିବେ, ସବୁ ଅଲଗା ଅଲଗା ଶ୍ରେଣୀର ଥିବେ କି ନାଇଁ? ଘର କାମ କରିବା ଲୋକ ଥିବେ, କୁଲି କାମ କରିବା ଲୋକ ଥିବେ, ଅଟୋ ଚଲାଇବା ଲୋକ ଥିବେ, ପରିବା ବିକିବା ଲୋକ ଥିବେ, ମାଷ୍ଟର ଥିବେ, ସେଠି ପୋଲିସ ଅଫିସର ଥିବେ, ବ୍ୟାଙ୍କ ମ୍ୟାନେଜର ଥିବେ, ଆଇଏଏସ୍ ଅଫିସର ମଧ୍ୟ ଥିବେ, କଲେକ୍ଟର ମଧ୍ୟ ଚର୍ଚ୍ଚରେ ଥିବେ। ସବୁ ଶ୍ରେଣୀର ଲୋକ ଏଠି ଥିବୁ। ସ୍ୱର୍ଗର ଏକ ସମାନ ହେଇଥିବ। ପୃଥିବୀରେ ବିଭିନ୍ନ ପ୍ରକାର ଆମେ ଥିବୁ। କିଏ ପାଟ ଶାଢୀ ପିନ୍ଧି ଆସିଛି, କିଏ ସୂତା ଶାଢୀ ପିନ୍ଧି ଆସିଛି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ମାନଙ୍କୁ ଅନୁଗ୍ରହ କରନ୍ତୁ। ତ ଜଣେ କଣ କହୁଛନ୍ତି? ମତେ ପିନ୍ଧିବା ପାଇଁ ଚପଲ ନଥିଲା, ମୁଁ ଖାଲି ପାଦରେ ସେବା କରି ବୁଲୁଥିଲି। ଆଜି ପ୍ରଭୁଙ୍କ ଦୟାରେ ମୁଁ 7,000 ଟଙ୍କାର ଜୁତା ପିନ୍ଧିକରି। ପ୍ରିୟ ଭାଇ ଭଉଣୀ, କଣ ଏଇଟା? କାହିଁକି ଏଇ ପଦ ଗୁଡାକ ନେଇ ଲୋକମାନେ ଆମକୁ ଭ୍ରମିତ କରୁଛନ୍ତି? କଣ ବୋଲି କହୁଛନ୍ତି? ଯେ ପ୍ରଭୁ ଯୀଶୁ ଦରିଦ୍ର ହେଲେ ମତେ ଧନୀ କରିବା ପାଇଁ। ମୁଁ ପଚାରୁଛି, ସେ କେବେ ଧନୀ ଥିଲେ? ସେ ଜଗତରେ ତ ତାଙ୍କର 2 ହଳ ଡ୍ରେସ ମିଶା ନଥିଲା, ଗୋଟେ ହଳ ଡ୍ରେସ ଥିଲା, ଜୋତା ଗୋଟେ ଥିଲା, ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାନ ନାହିଁ। ସେ କୋଉଠି ଖାଇବେ ଜଣା ନାହିଁ। ଭୋକରେ ବସିଛନ୍ତି ଗୋଟେ ପାଖରେ, ସେମାନେ ଖାଇବାକୁ ଆଣି ଯାଇଛନ୍ତି। ସେ ସ୍ତ୍ରୀ ଲୋକ ପାଣି ଟିକେ ଦେବ, ସେ କିଛି କହୁଛି, ତମେ ମୋର ହାତର ପାଣି ପିଇବ କି? ତ କଥା ପାଣି ମାଗଲେ ଦେଲେ ହେବ କି ନାହିଁ? ଏତେ ଷ୍ଟୋରି କହୁଛି, ତୁମେ ମୋ ହାତର ପାଣି ପିଇବ? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାନ ନାହିଁ। ରାତି ଯାକ ପର୍ବତରେ କଟାଉଛନ୍ତି, ଆଉ ଦିନ ବେଳେ ଟିକେ ଶୋଇବି ବୋଲି ସେ ନୌକାରେ ଶୋଇଲା ବେଳକୁ ସେମାନେ ପାଟି କରୁଛନ୍ତି, ହେ ଗୁରୁ ଆମେ ମଲୁ ବୋଲି କରି ଶାନ୍ତିରେ ଶୋଇବାକୁ ବି ଦେଇନାହାନ୍ତି। ତ ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ କାହିଁକି କହୁଛି? ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଲା ପରେ
ସମାଧି ମିଶା ତାଙ୍କରଟା ନିଜର ନାଇଁ। ଆଗ କଣ କରୁଥିଲେ ଲୋକମାନେ ଯୋଉ ସମାଧି ବନେଇକି ରଖୁଥିଲେ ନିଜ ପାଇଁ, ଯେ ମୁଁ ମଲା ପରେ ମତେ ସମାଧିରେ ରଖିବେ। ହାରେ ମଧ୍ୟ ଜୋସେଫ ସେଠି ସେ ବନେଇଥିଲେ ନିଜର। ଆମେ ତ ଦେଖୁଛୁ ଏଇଟା ମାଥ୍ୟୁ 37 ପର୍ବ ତାର 57 ରୁ 61 ରେ ଆମେ ଦେଖିବୁ ଯେ ହାର ମଧ୍ୟ ଜୋସେଫ ନିଜ ପାଇଁ ଗୋଟେ ସମାଧି କିଣିଥିଲେ, ଆଉ ସେଇ ସମାଧିରେ ଯୀଶୁଙ୍କୁ ରଖାଯାଉଛି। ତମର କହିବାର ଉଦ୍ଦେଶ୍ୟ ପ୍ରିୟ ଭାଇ ଭଉଣୀ ମାନେ, ଯୀଶୁ କେବେ ଧନୀ ଥିଲେ ଯେ ଲୋକମାନେ ଆମକୁ କହୁଛନ୍ତି ଯୀଶୁ ଦରିଦ୍ର ହେଲେ ମତେ ଧନୀ କରିବା ପାଇଁ? ଆପଣ ବାକ୍ୟ ବୁଝିବାକୁ ଚେଷ୍ଟା କରନ୍ତୁ। ପ୍ରଭୁଙ୍କର ଆଗମନ ପର୍ଯ୍ୟନ୍ତ ଅନେକଙ୍କ ଆର୍ଥିକ ସ୍ଥିତି ଭଲ ନଥିବ, ସମସ୍ତଙ୍କ ଆର୍ଥିକ ସ୍ଥିତି ଭଲ ନଥିବ। ଏବେ ବି ଆମେ ଚର୍ଚ୍ଚ ଦେଖିବୁ କିଏ କିଏ ବୋଲେରୋରେ ଆସୁଛନ୍ତି, କିଏ ଇନୋଭାରେ ଆସୁଛନ୍ତି, କିଏ କାରରେ ଆସୁଛନ୍ତି, କିଏ ବାଇକରେ ଆସୁଛନ୍ତି, କେତେ ଜଣ ଅଟୋରେ ଆସୁଛନ୍ତି, କେତେ ଚାଲିକରି ଏବେ ମଧ୍ୟ ନାକି ଚାଲି ଚାଲି ଆସୁଛନ୍ତି। ଏବେ ମଧ୍ୟ ଆମେ କଣ କରୁଛୁ? ଆମେ ପ୍ରଚାରକ ମାନେ ମଧ୍ୟ କଣ ଧନୀ ଘରେ ଏକା ଯିବୁ, ଗରିବ ଘରେ ଯିବୁ ନାହିଁ, ନୂଆଣିଆ ଘରେ ଯିବୁ ନାହିଁ, ଯୋଉଠି ପେଚ ମିଳିବ ସେ ଯିବୁ ନାହିଁ, ଯୋଉଠି ବିରିୟାନୀ ମିଳିବ ସେଠି ଏକା ଯିବୁ। ସେ ଗରିବ ଲୋକ କେତେ ଲୋକ ତ ଆଜ୍ଞା ଆମର ଘରେ ଟିକେ ଆସ ଆଜ୍ଞା ପ୍ଲିଜ ଆଜ୍ଞା ପ୍ରାର୍ଥନା କର ବୋଲେ ଆମେ ଜାଣିଛୁ ମୁଲକେ ଦେବ ନାହିଁ, ଚା ମିଶା ମିଳିବ ନାହିଁ, ବସବାକୁ ଚେୟାର ମିଶା ନାହିଁ, ତା ଘରେ ଯିବୁ। କାହା ଘରେ ଯିବୁ? ଯାର ଘରେ ଗଲେ ଏପଟେ 10ଟା ଘର ଥିବ, ସେ 10ଟା ଘରକୁ ଡେଇକି ସେ ତାଙ୍କ ଘରକୁ ଯିବୁ। ତାଙ୍କର ଟିକେ ଦେଖିଲେ ହବ କି ନାହିଁ? ନାଇଁ। ପ୍ରଭୁ ଆମକୁ କଣ ଶିଖାଉଛନ୍ତି? ଆମର ପାଇଁ ସବୁ ମେଷ ସମାନ ହେବା ଦରକାର, ସବୁ ମେଷ ସମାନ, ତେବେ ସେ ହେବ ଉତ୍ତମ ମେଷ ପାଳକ ବୋଲି ତାକୁ କୁହାହବ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଏ ଯେ ଲୋକମାନେ କହୁଛନ୍ତି ଯେ ପ୍ରଭୁ ଯୀଶୁ କଣ କଲେ? ସେ ଧନୀ ଥିଲେ। ହଁ ସେ ଧନୀ ଥିଲେ, କିନ୍ତୁ କେମିତି ଧନୀ ଥିଲେ? ସ୍ୱର୍ଗୀୟ ଧନର ଧନୀ ଥିଲେ ସେ। ହାଲେଲୁୟା। ସେ ସ୍ୱର୍ଗୀୟ, ଆପଣ ମସ୍ତ ଖୋଲନ୍ତୁ ଫିଲିପିଓ ତାର 2 ପର୍ବ 6-7। ଫିଲିପିଓ 2 ପର୍ବ ତାର 6 ଆଉ 7। ଆଜିର ବାକ୍ୟକୁ ଧ୍ୟାନ ଦେଇ ଶୁଣିବେ, ନହେଲେ ଆପଣ ସଭା ସମିତିରେ ଯୋଉ ବାକ୍ୟ ଗୁଡ଼ିକ ଶୁଣୁଛନ୍ତି ଆପଣ ଭ୍ରମିତ ହେଇଯିବେ। କାହିଁକି ଲୋକମାନେ କଣ ପ୍ରଚାରକ ମାନେ ମଧ୍ୟ କହିବେ ମତେ ପିନ୍ଧିବା ପାଇଁ ଡ୍ରେସ୍ ନଥିଲା, ଆଉ ପ୍ରଭୁ ମତେ ସୁଟ୍ ଦେଇଛନ୍ତି, ଏ ସୁଟ୍ ଜାଣିଛନ୍ତି କେତେ ଟଙ୍କାର? ଏମିତି ସୁଟ୍ ମତେ କେତେ ଅଛି, ପ୍ରଭୁ ମତେ ଦେଇଛନ୍ତି। ଏ ବୁଟ୍ ମୁଁ ଗୋଟେ ବୁଟ୍ ଗୋଟେ ମିଟିଂ ପିନ୍ଧି ଯିବି, ଆଉ ଗୋଟେ ମିଟିଂ ପିନ୍ଧି କରି ଯିବି ନାଇଁ। ମୋର କେତେଟା ଗାଡି ଅଛି, ପ୍ରଭୁ ମତେ ଦେଇଛନ୍ତି, ପ୍ରଭୁ ମତେ ଧନୀ କରିଛନ୍ତି। ତତେ ଲାଗ ଧନୀ କଲେ ଆଉ ବାକି ଲୋକ ଦରିଦ୍ର କଲେ। এই ପଦକୁ ନେଇ କଣ କହୁଛନ୍ତି? ପ୍ରଭୁ କଣ ହେଲେ? ଗରିବ ହେଲେ ମତେ ଧନୀ କରିବା ପାଇଁ। ମୁଁ ପଚାରୁଛି ଯୀଶୁ କେବେ ଧନୀ ଥିଲେ? ଯୀଶୁ ଧନୀ ଥିଲେ ଜାଗତିକ ଧନର ନାହିଁ, ସ୍ୱର୍ଗୀୟ ଧନର। ଆପଣ ଫିଲିପିଓ 2 ପର୍ବ ଦେଖିବେ ତାର 6 ଆଉ 7 ପଦ। ସେ ଈଶ୍ୱର ରୂପୀ ହେଲେ ହେଁ, ସେ ଈଶ୍ୱର ରୂପୀ ହେଲେ ହେଁ ହଁ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ହଁ ଧରି ରଖିବାର ବିଷୟ ମନେ କଲେ ନାହିଁ, ହଁ କିନ୍ତୁ ମନୁଷ୍ୟ ସଦୃଶ୍ୟ ହଁ ହୋଇ ଦାସ ରୂପ ଧାରଣ କରି ଆପଣଙ୍କୁ ଶୂନ୍ୟ କଲେ। ହଁ, এইଟାକୁ କୁହାଯିବ ସେ ନିଜକୁ ଦରିଦ୍ର କଲେ ବୋଲି। କଣ? ସେ ସ୍ୱର୍ଗୀୟ ଗୌରବ, ସ୍ୱର୍ଗୀୟ ମହିମା, ସ୍ୱର୍ଗୀୟ ଐଶ୍ୱର୍ଯ୍ୟ ସେ ସବୁ ପରିତ୍ୟାଗ କରି ମାନବ ରୂପରେ ଆସିଲେ, ଦାସ ରୂପ ଧାରଣ କଲେ, କୃଷି ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞା ବହେଲେ, ଅବନତ କଲେ। କାହିଁକି? ଆମକୁ ଉନ୍ନତ କରିପାରିବେ। ସେ ସ୍ୱର୍ଗରୁ କାହିଁକି ଆସିଲେ? ଆମକୁ ସ୍ୱର୍ଗକୁ ନେବା ପାଇଁ। ହାଲେଲୁୟା। ନହେଲେ ଆମେ ସ୍ୱର୍ଗକୁ ଯାଇଥାନ୍ତୁ, ଆମେ କୋଉଠି ଉଦ୍ଧାର ପାଇଥାନ୍ତୁ? ମୋର ପ୍ରିୟ ମାନେ, ଏବେ ବି ଆମର ସମାଜରେ ଆମମାନଙ୍କୁ କଣ କରାଯାଉଛି? ହୀନସ୍ତା କରାଯାଉଛି। ଏମାନେ ଆଦିବାସୀ ଲୋକମାନେ, ଏମାନେ ଅଶିକ୍ଷିତ ଲୋକମାନେ, ଏମାନେ ମୂର୍ଖ ଲୋକମାନେ ପ୍ରଭୁଙ୍କୁ ପାଇଲୁ ବୋଲି ଆମେ ଏତିକି ଦୂର ଆସିଛୁ। ଆମେ କାହାର ଦୟାରେ ଆସିନ, ପ୍ରଭୁ ଆମକୁ ଆଣିଛନ୍ତି। ଏବେ ବି ଲୋକ ଚାହୁଁଛନ୍ତି କଣ? ଆମେ ଭଲ ପଡିବାର ନାହିଁ ବୋଲି, ଭଲ ପଡିବାର ନାହିଁ। ଏବେ ଦେଖ ଏଠି ଆମେ ବସି ପ୍ରାର୍ଥନା କରୁଛୁ କି ନାହିଁ? ଏଠି ପ୍ରାର୍ଥନା କରୁଛୁ ଲୋକ କମ୍ପ୍ଲେନ କରିଦେଇଥିବେ, ପ୍ରାର୍ଥନା କରୁଛନ୍ତି ବୋଲେ ପୋଲିସ ଗାଡି 4 ଥର ଆସୁଥିବ। କାଲି ପରଦିନକୁ ଦେଖନ୍ତୁ, କାଲି ପରଦିନ ଦେବେ ରାସ୍ତା ପୁରା ଅବରୋଧ କରିଦେଇଥିବେ, ରାସ୍ତା ପୁରା ଜାମ୍। ସିଆଡେ କଣ ଗୋଟେ ଆମ୍ବୁଲାନ୍ସ ଗାଡି ମିଶା ଯାଇପାରିବ ନାହିଁ, ଲୋକ ଚାଲି ମିଶା ପାରବ ନାହିଁ। ଖଣ୍ଡା କାତି ଧରି ସାଉଣ୍ଡ କେଦି କରୁଥିବେ, ଛାତି ଧଡ଼ ଧଡ଼ ହଉଥିବ, ସେଠି ପୋଲିସ ଯାଇ ପ୍ରୋଟେକ୍ସନ ଦଉଥିବ। ଇତି ବନ୍ଦ କରିବାକୁ ଭାବି ଦେଖନ୍ତୁ, ଆଶ୍ଚର୍ଯ୍ୟ ଲାଗୁନାହିଁ? ପ୍ରିୟ ଭାଇ ଭଉଣୀ ମାନେ, ଆମେ କାହାର ବୁଆର ଦେଶ ଭଡ଼ାଇ ଅଛୁ କି? ଆମେ କଣ କାହାର ବାପାର ଦେଶ ଭଡ଼ାରେ ଅଛୁ? ସେମାନଙ୍କ ଯଦି ଦେଶ, ଆମର ବି ସେମିତି ଦେଶ ଅଟେ। ଆଉ ଆମେ ସାମ୍ବିଧାନିକ ଅଧିକାର ମଧ୍ୟ ରହିକରି କାମ କରୁଛୁ। ଆମେ ପରମିଶନ ନେଇକରି ଆମେ ରାସ୍ତା ଅବରୋଧ କରୁନୁ, ଗୋଟେ ସାଇଡରେ ବସିକରି ପ୍ରାର୍ଥନା, ସେଇଟା ବି ଲୋକକୁ କଷ୍ଟ ଲାଗୁଛି। ସେମାନଙ୍କର ଭାଗ୍ୟ ଭଲ, ଆମେ ପରିବର୍ତ୍ତନ ହେଇଗଲୁ, ବୁଝିଲେ କି ନାହିଁ? ସେମାନଙ୍କର ଭାଗ୍ୟ ବେଶୀ ଭଲ, ପରିବର୍ତ୍ତନ ହେଇଗଲୁ। ନହେଲେ ପରିବର୍ତ୍ତନ ନ ହେବା ପୂର୍ବରୁ ନା ବାପାକୁ ଚିନ୍ଥିଲୁ, ନା ମାକୁ ଚିନ୍ଥିଲୁ, ନା ଭାଇକୁ ଚିନ୍ଥିଲୁ, ଠେଙ୍ଗରିରେ ଚପୁଥିଲୁ, ଆମେ ତ ମାରାପିଟା ହଉଥିଲୁ। ଆମର ପର୍ବ କେତେବେଳେ ସରୁଥିଲା? ଯେତେବେଳେ ମଦ ହାଣ୍ଡି ସରବାର, ଡାବାର ମଦ ସରବାର, ଠେଙ୍ଗରି ଧରି ମୁଞ୍ଚ ପାଚେଇ ହେବାର, ପୋଲିସ ଷ୍ଟେସନ ଗଲା ପରେ ପୋଲିସ କହିବ ଏଇ ତମର ପର୍ବ ସରିଲା ବୋଲେ, ସରିଲା କି ମହାପ୍ରଭୁ? ସେତେବେଳେ ସରୁଥିଲା। ଏବେ ଆମର ପର୍ବ କଣ? ଆମର ପର୍ବରେ ମଦ ନାଇଁ ନିଆରି,
প্রিয় ভাଇ ଭଉଣୀ ମାନେ ଆମେ ପରିବର୍ତ୍ତନ ହେଇଯାଇଛୁ। ଏଇଟା ଲୋକମାନଙ୍କୁ ଭଲ ଲାଗୁନାହିଁ। ଆମେ ଭଲ ପଢବାଟା ଲୋକମାନଙ୍କୁ ଭଲ ଲାଗୁନାହିଁ। କିଏ ଏଟା? ଆମେ ଆଦିବାସୀ ମାନେ ଭଲ ପଢବାଟା, ଆମେ ଶିକ୍ଷିତ ହେବାଟା, ଆମେ ଭଲ ଖାଇବାଟା, ଭଲ ପିନ୍ଧିବାଟା କାହାକୁ ଭଲ ଲାଗୁନାହିଁ। ଏବେ ବି କେତେ ଲୋକ ତାଙ୍କର ପଛେ ବୁଲୁଛନ୍ତି ଯେ କରି। ଥରେ କଣ ହେଲା, ଗୋଟେ ପାଳକଙ୍କୁ ମାରବା ପାଇଁ ପଳେଇଛନ୍ତି। ପାଳକ ଆଦିବାସୀଟା, ତାକୁ ମାରବା ପାଇଁ ପଳେଇଛନ୍ତି 50 ଲୋକ। ପାଳକକୁ ମାରିଦେବୁ, ଖେଦିଦେବୁ। କାହିଁକି? ପାଳକ ଯେବେରୁ ଗଲା ମଦ ଦୋକାନ ବନ୍ଦ ହେଇଗଲା, ଜୁଆ ଖେଳବାଟା ବନ୍ଦ ହେଇଗଲା, କୁକୁଡ଼ା ଗାଡି ବନ୍ଦ ହେଇଗଲା, ଖୁଡି ସେଟା ବନ୍ଦ ହେଇଗଲା। ଲୋକମାନେ ପିଲାମାନେ ସ୍କୁଲ ଯାଉଛନ୍ତି, ଲୋକମାନେ କାମ ଦାମ କରୁଛନ୍ତି, କାହାକୁ ଦାର ମାଗବାକୁ ଯାଉନାହାନ୍ତି, ମଦ ପିଇବାକୁ ଯାଉନାହାନ୍ତି। ଲୋକମାନେ କହିଲେ ଏମିତି ହେଲେ ତ ଚଳବ ନାହିଁ। ଏ ପାଷ୍ଟର ତ ପୁରା ଗାଁକୁ ପରିବର୍ତ୍ତନ କରିଦେବ, ଆଦିବାସୀ ମାନେ ସବୁ ପରିବର୍ତ୍ତନ କରିଦେବ, ଚାଲ ମାରବା ବୋଲି ଭାରି ଆସିଛନ୍ତି। କାହାକୁ? ପାଳକକୁ ମାରବା ପାଇଁ। ତାପରେ କହିଲେ ଏ ତତେ ମାରିବୁ ପିଟିବୁ ବୋଲି। ପାଷ୍ଟର ଭଲ କରି ଶୁଣିଲା, ବୁଦ୍ଧି ଥିବା ପାଳକ କି ନାହିଁ, ସେ ଭଲ କରି ଶୁଣିଲେ ଆରି କହିଲେ, ବାବୁ ତମର ଭିତରେ କିଏ ଆଦିବାସୀ ବୋଲାରୁ? ତମେ ଆଦିବାସୀ ମାନେ ବାଟ ଆସା ବୋଲାରୁ 48ଟା ବାଟେ ଆଇଲେ ହେଲା, 48ଟା। ତାପରେ ପାଳକ ବି ଠିଆ ହେଲେ, ମୁଇଁ ମିଶା ଆଦିବାସୀ। ଏବେ କେତେ 49। ଏ ବାଟେ 2ଟା ମୁଲା କାନ୍ଦା ଠିଆ ହେଇଛନ୍ତି। ଏ 2ଟା ମୁଲା କାନ୍ଦା ଏମାନଙ୍କୁ ଭୁଲକାଇ କରି ଆଣିଛନ୍ତି, ଚାଲ ମାରିବା ପିଟିବା। କେବେ ମାର ଖାଇବେ ନା, ପଛେ ଏକା ପଛେ ଥିବେ ସେମାନେ। ଆଜିକାଲି ଦେଖିବେ ଅନେକ ପର୍ବପର୍ବାଣି କରୁଛନ୍ତି, ବିସର୍ଜନ ବେଳେ କେ ଯାଉନାହାନ୍ତି। କଣ କରୁଛନ୍ତି? ଏବେ ଅନ୍ନ ପ୍ରସାଦ ବୋଲି କରିଦେଲେ, ଖାଇବାକୁ ଦଉଛନ୍ତି। କାହିଁକି? ଲୋକ ରୁଣ୍ଡାଇବା ପାଇଁ, ଆଉ କିଛି ନାହିଁ ସେଟା। ମୁଁ ଥରେ ପଚାରିଲି, ଭାଇରେ ବାବୁ ଆଗ ତ ଖାଲି ପ୍ରସାଦ, ଅନ୍ନ ପ୍ରସାଦ କଣ? ସେ କହିଲେ ଭାଇ ନା, ତମକୁ ବୋଲି କହିଦଉଛି, ବିସର୍ଜନ ପାଇଁ କିଏ ଆସୁନାହାନ୍ତି। ଆମେ ଆକା ଭଇଁ କରି ଗାଡିରେ ଲୋଡ କରୁଛୁ, ଆମେ ଆକା ବାଜା ନାଚୁ, କିଏ ଆସୁ ବି ନାହାନ୍ତି। କଣ କରିବା ବୋଲି ଏବେ ଲୋକମାନଙ୍କୁ ଲାଷ୍ଟ ଦିନ ଖାଇବାକୁ ଦଉଛୁ। ଯେତେବେଳେ ଖାଇବା କି ସେ ସବୁକୁ ରୁଣ୍ଡାଇ କରି ବିସର୍ଜନ ପାଇଁ ନଉଛୁ। ଆରେ କିଛି ନାହିଁ ମୋର ପ୍ରିୟ ଭାଇ ଭଉଣୀ ମାନେ। ଯୋଉଦିନ ଆମର ଆଦିବାସୀ ମାନେ ତାଙ୍କର ପତ୍ର ଯିବେ ନା, ରାସ୍ତା ପୁରା ଖାଲି ଥିବ। ଆସୁଛି, ଟାଇମ ଆସୁଛି, କେତେଦିନ ବୁଝିବୁ ନାହିଁ? ଆମେ ବୁଝିଲୁ କି ନାହିଁ? ସେ ପ୍ରାର୍ଥନା କର ଆମର ଆଦିବାସୀ ମାନେ ବୁଝନ୍ତୁ। ଯୋଉଦିନ ଆଦିବାସୀ, ଦେଶ କାହାର ଦେଶ? ଏଟା ଆଦିବାସୀ ମାନଙ୍କ ଦେଶ। ଆଦିବାସୀ ଦେଶ ବୋଲେ କଣ? ଆମର ଦେଶ ଏଟା। ଏଟା ଆଦିବାସୀ ମାନଙ୍କର ଦେଶ ଏଟା। ପ୍ରିୟ ଭାଇ ଭଉଣୀ ମାନେ, ସାମ୍ବିଧାନିକ ଅଧିକାର ସହିତ ଏଟା ଆଦିବାସୀ ମାନଙ୍କର ଦେଶ ଅଟେ। ସେମାନେ କଣ କରୁଛନ୍ତି? ଯଦି ଆଦିବାସୀ ମାନେ ଯଦି ଚେତା ହେଇଗଲେ, ତାଙ୍କର ଚେତା ବୁଡିଯିବ। ସେଥିପାଇଁ ସେମାନେ କଣ କରୁଛନ୍ତି? ଆମକୁ ଭକୁଆ କରି ରଖିଛନ୍ତି। ଆମେ ବି ଥିଲୁ ପରା, କହୁଥିଲେ କି ନା ଦେଶିଆ ଉଲୁ ବାଟା ଏ ଢୁଲୁ, କହୁଥିଲେ କି ନାଇଁ? ଆମେ ତ ସେମିତି ଥିଲୁ। ଯୋଉଦିନ ପ୍ରଭୁଙ୍କୁ ଜାଣିଲୁ, ଆଜି ଉଲୁ ନାହିଁ ଏବେ ଉଲୁ ନାହିଁ। ତ ମୁଁ ଆପଣ ମାନେ କହିବା ପାଇଁ ଚାହେଁ, ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କେବେ ସେ ଧନୀ ଥିଲେ ଯେ ସେ ଦରିଦ୍ର ହେବେ? ସେ ତ ଦରିଦ୍ର ଘରେ ଜନ୍ମ ହେଲେ। ସେ କଣ ଧନୀ ଥିଲେ? ସେ ସ୍ୱର୍ଗୀୟ ଧନର ଧନୀ ଥିଲେ। ଆଉ ସେ ସ୍ୱର୍ଗର ଗୌରବ, ସ୍ୱର୍ଗର ମହିମା, ସ୍ୱର୍ଗର ସବୁ ସୁଖକୁ ଛାଡି ଆସିଲେ। କଣ ପାଇଁ? ତାଙ୍କର ମୃତ୍ୟୁ ଓ ପୁନରୁତ୍ଥାନ ଦ୍ୱାରା ତାଙ୍କର ବିଶ୍ୱାସ କରିବା ଲୋକମାନଙ୍କୁ ସେଇ ଧନ ପର୍ଯ୍ୟନ୍ତ ନେଇପାରିବେ, ସେ ସ୍ୱର୍ଗ ପର୍ଯ୍ୟନ୍ତ ସେ ଆମକୁ ନେଇପାରିବେ। ସେଇଥିପାଇଁ ସେ ଆସିଥିଲେ। ଆପଣ ଦେଖିବେ ଆମେ ତ ଆଶୀର୍ବାଦ କରୁଛୁ, କେମିତି ଆଶୀର୍ବାଦ କରୁଛୁ ଦେଖନ୍ତୁ। 2 Corinthians 13 ପର୍ବ 13 ପଦ। ପାଳକ ମାନେ କେମିତି ଆଶୀର୍ବାଦ କରନ୍ତି? 2 Corinthians 13:13। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ, ଈଶ୍ୱରଙ୍କ ପ୍ରେମ, ପବିତ୍ର ଆତ୍ମାଙ୍କ ସହଭାଗିତା, ଆଠୁ ବଡ ଆଶୀର୍ବାଦ କଣଟା ଦରକାର? ଆଠୁ ବଡ ଆଶୀର୍ବାଦ କଣ ଅଛି? ପ୍ରଭୁ ଈଶ୍ୱରଙ୍କର ପ୍ରେମ। କାର ପ୍ରେମ? ଈଶ୍ୱରଙ୍କ ପ୍ରେମ। ଶୁଣ ଝିଅ ମାନେ, ପୁଅ ମାନେ, ତମକୁ ହୁଏତ ତମ ବାପା ମା ପ୍ରେମ କରି ନ ପାରନ୍ତି, କିନ୍ତୁ ଈଶ୍ୱର ଆପଣଙ୍କୁ ପ୍ରେମ, ସତ ନା ନାଇଁ? ଯୋଉ ସ୍ୱାମୀ ସ୍ତ୍ରୀ ମାନେ ପ୍ରେମ କରି ବିବାହିତ ଲାଗି ନାହିଁ, ଲଭ ମ୍ୟାରେଜ କି ମ୍ୟାରେଜ? ଆମେ ଲଭ ମ୍ୟାରେଜ କରିଛୁ। ଏବେ ମୁଁ ଦେଖି ଚାପଡା ମାରୁଛି, ଖାଇଦେଇ ଖାଇଲୁ କିଲୋ ବୋଲେ ଖାଇଲି ନାନି, 2 ଚାପଡା ଖାଇଛି, ଆରେ ପାଣି ପିଇ କରି ଶୋଇଛି। ସେ କଣ କରୁଛନ୍ତି? ଲଭ ମ୍ୟାରେଜ। ତାର ମ୍ୟାରେଜ ମାନେ ଗ୍ୟାରେଜ ପରା ହେଇଛି। ଦେଖ ତାର ମୁଁ ମନ ଚେପ୍ଟା, ହାତ ଗୋଟ ଚେପ୍ଟା କରି। ଏବେ କାହିଁକି? ମାନେ ପ୍ରଭୁଙ୍କର ଇଚ୍ଛାର ବାହାରେ ମ୍ୟାରେଜ ହେଲେ, ମ୍ୟାରେଜ ସବୁ ଗ୍ୟାରେଜ ଭଳିଆ ଗା ନାହିଁ। ଦେଖିବେ ସେମାନେ କୋରାପୁଟରୁ ବାହାରିବେ, ନବରଙ୍ଗପୁର ଖେଟି ଯିବାରେ କଥାବାର୍ତ୍ତା ନାହିଁ। ସ୍ୱାମୀ ସ୍ତ୍ରୀ କଣ କରିଥିବେ? ସେ ସ୍ୱାମୀ ବାଇକ ଚଲାଉଥିବ, ସ୍ତ୍ରୀ ଗଛ ଗଣି ଯାଉଥିବ। କାରଣ ଫରେଷ୍ଟ ବାଲା କହିଛନ୍ତି ଗଛ ଗୁଡାକ ଗଣେ, କାଳେ କେ କାଟିକରି ନେଇଯାଇଥିବ ଗଛ ଗୁଣି 1 2 3 4 5 15 ବୋଲି ଗଣୁଥିବ। ଏ ସ୍ୱାମୀ କେମିତି ଥିବ ଗାଡି? ଯୋଉ କଥା ନାହିଁ, ବାର୍ତ୍ତା ନାହିଁ। ସମସ୍ତଙ୍କୁ କହୁଛି, ସ୍ୱାମୀ ସ୍ତ୍ରୀ ଯେତେବେଳେ ସାଙ୍ଗରେ ଯାଉଛ, ଟିକେ ଗଛ ତଳେ ରଖ, ସେଲଫି ଉଠାଅ, ଟିକେ କଥାବାର୍ତ୍ତା ହୁଅ, ପାକୁଡି ନେଇ ଘେନିକରି ଖାଅ, ଆଇସ୍କ୍ରିମ ଖୁଆ ଖୁଇ ହୁଅ। କେବେ ହେବ ଏଟା?
ଘରେ ତ ହେବ ନାହିଁ, ଘରେ କଥା ହେଇ ହେବ କି ନାଇଁ? ଘରେ ସ୍ୱାମୀ ସ୍ତ୍ରୀ କଥା ହେଲେ ଆମର ଡୋକରି କିସ କହୁଛି, ସାତ୍ରୀ ଡୋକରି କି ମା ଡୋକରି ଆଙ୍କେ ଲାଜ ନାହିଁ ବକର ଲାଇନି ବୋଲି ସେ ଉଡିବ ସେ। ଆରେ ସ୍ୱାମୀ ସ୍ତ୍ରୀ କଥା ହେଇ ବୋଲା ବେଳକୁ ଏ ପିଲା ଟିକେ ମାମି ବୋଲି ଭାରି ଆସିଥିବେ, ସେଟା ତ ହେବ ନାହିଁ। ତ ଏମାନେ ନଥିଲା ବେଳେ ବାଟରେ ଗଲା ବେଳେ ଟିକେ ରଖବାର ଗାଡି ଆରାମରେ ସେଟା ହବା ସେ ପରିବାର ବୋଲି କହିବେ କୋଉଠି? ହଁ? ମୋର ପ୍ରିୟ ଭାଇ ଭଉଣୀ ମାନେ ମୁଁ କହୁଛି ଆପଣ ମାନଙ୍କୁ ଖୁସିରେ ଥାନ୍ତୁ, ଖୁସିରେ ଥାନ୍ତୁ, ସ୍ୱାମୀ ସ୍ତ୍ରୀ ଖୁସିରେ ଥାନ୍ତୁ। ଏବେ କେତେ ଜଣଙ୍କୁ ମୁଁ ନୂଆ ନୂଆ ଆଇଡିଆ ମନ ଦଉଛି ହେଲା, ଫ୍ରିରେ ତ ଆଇଡିଆ ଦେବାଟା ଦେଇ ଦେଇଥିବା। ମଝିରେ ମୁଁ ଡକ୍ଟର ପାଖକୁ ଯାଇଥିଲି, ମୋର ଓଜନ ବହୁତ ବଢି ଯାଉଛି। କହିଲି ସାର୍ ମୋର ଓଜନ ଟିକେ ବଢୁଛି, ଏକ୍ସରସାଇଜ କରନ୍ତୁ। ମୁଁ କହିଲି ଆଜ୍ଞା ଏକ୍ସରସାଇଜ କରିପାରିବି ନାହିଁ, ମୁଇଁ ତ ଶୋଉଛି 3ଟା ରାତିରେ, କୋଉଠି ସକାଳ 5ଟା ଗୋଟେ ଏକ୍ସରସାଇଜ କରିବି? ବାଟେ ଗୋଟେ ଉତରି ଯାଇଥିଲେ ମୁଣ୍ଡ କିନ୍ଦରି କରି ଧାନ୍ଦା କି ନାହିଁ, ତ ଏକ୍ସରସାଇଜ କରିବି। ସନ୍ଧ୍ୟାରେ ତ ହେବ ନାହିଁ, ମିଟିଂ ଏବେ ତ ଆରମ୍ଭ ହେଲା, କେତେବେଳେ ହେଇଛି କେତେ ହେଇଛି ଏ ଦେବ ଏବେ ଘଣ୍ଟେ ଅଧେ ହେଲା ହେଲେ ଖାଇବୁ କେତେବେଳେ, ଏକ୍ସରସାଇଜ କେତେବେଳେ କରିବି? ତ ହେବ ନାହିଁ। ସେ ମତେ କହିଲେ ଆଜ୍ଞା ଆପଣ ତ ଖ୍ରୀଷ୍ଟିଆନ ଲୋକ ପରା। ଆଜ୍ଞା ହଁ ଖ୍ରୀଷ୍ଟିଆନ ଲୋକ, ଆପଣଙ୍କୁ କଣ ଏକ୍ସରସାଇଜ ଦରକାର? ଆଜ୍ଞା ଆପଣଙ୍କର ଆଦିବାସୀ ଖ୍ରୀଷ୍ଟିଆନ ଗୀତ 2ଟା ଲଗାଇଦେବେ ତ ନାଚିଦେବେ ଆଉ ଭଲ। ସେ କଣ କରୁଛି 2ଟା ଗୀତ ଲଗାଇ କରି ନାଚିଦେବେ। ଏକ୍ସରସାଇଜ, ଏକ୍ସରସାଇଜ ବୋଲି କଣ ଝାଲ ଫୁଟବାର ଅଛି, ନାଚିଦେଲେ କଣ ହବ? ଆପଣଙ୍କ ମୁଣ୍ଡରୁ ପାଦ ଯାଏ ସବୁ ଏକ୍ସରସାଇଜ ହବ କି ନାହିଁ? ଆଗକୁ ଚେଷ୍ଟା କରିବ, ସ୍ୱାମୀ ସ୍ତ୍ରୀ ପିଲା ନଥିଲା ବାଜାବ 2ଟା ଗୀତ, ଆରେ ଦୂର ଛାଡିଦେ 2ଟା ଗୀତ ଲଗାଇଦେବ ନାଚିଦେବ। ଯଦି ନାଇଁ ବୋଲେ ସାତ୍ରୀ ବୁଆରୀ ମିଶା ବଜାଇବ 2ଟା ସାତ୍ରୀ ଦୂର ଛାଡିଦେ କାହା ହେଲାସ ନେଇ लो बोले एक्सरसाइज कलुनी मासी सत नहीं सेटाକୁ ଆପଣ କଣ କରନ୍ତୁ, ଖୁସି ହେବା ପାଇଁ ଶିଖନ୍ତୁ। ଆପଣ ମାନେ ଆପଣଙ୍କୁ ଦୁଃଖୀ କରିବା ପାଇଁ ତ 1000ଟା ବିଷୟ ଅଛି, ଆପଣ ଖୁସି ହେବା ପାଇଁ ଶିଖିବାର ଅଛି। ଆପଣଙ୍କୁ ଦୁଃଖୀ କରିବା ପାଇଁ ଲୋକ ଗଦା ଅଛନ୍ତି, ଆପଣ ନିଜକୁ ଇନକରେଜ କରନ୍ତୁ ଖୁସି ହେବା ପାଇଁ। ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ ଈଶ୍ୱରଙ୍କର ପ୍ରେମ ଆହୁରି କଣ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ଅଛି। ଅନୁଗ୍ରହ ଥିଲା କି ଦରକାର ଦେବେ? ଅନୁଗ୍ରହଠୁ ବଡ ବିଷୟ କଣ ଅଛି? କିନ୍ତୁ ପାଉଲ ପ୍ରାର୍ଥନା କରେ ପ୍ରଭୁ ଏ କଣ୍ଟା ନେଇଯାଅ ନେଇଯାଅ, ପ୍ରଭୁ କହିଲେ ମୋର ଅନୁଗ୍ରହ ତୋର ପାଇଁ ଯଥେଷ୍ଟ ଅଛି। କଣ ଅଛି? ଟିକେ ବି ନା ନାହିଁ, ଯଥେଷ୍ଟ ଅନୁଗ୍ରହ ତୋର ପାଇଁ ଅଛି। ଯଦି ଆପଣଙ୍କ ପାଇଁ ଯଥେଷ୍ଟ ଅନୁଗ୍ରହ କାହିଁକି? ଆଉ ଈଶ୍ୱରଙ୍କ ପ୍ରେମ, ମତେ କିଏ ଭଲ ପାଇଲେ ପାଉଥିଲେ, ଈଶ୍ୱରଙ୍କ ପ୍ରେମ ଆଉ ତାପରେ କଣ? ପବିତ୍ର ଆତ୍ମାଙ୍କର ସହଭାଗିତା। ପବିତ୍ର ଆତ୍ମା ମୋର ସାଙ୍ଗରେ ଆଠୁ ବଡ ଆଶୀର୍ବାଦ କଣଟା? ଆଠୁ ବଡ ଆଶୀର୍ବାଦ କଣ? ମୋର ପ୍ରିୟ ଭାଇ ଭଉଣୀ ମାନେ, ଆପଣ ମାନଙ୍କୁ କହିବା ପାଇଁ ଚାହେଁ ଆମେ ଭ୍ରମିତ ହେବା ନାହିଁ। କିଛି ଲୋକର ପ୍ରଚାରକୁ ଶୁଣିକରି ମୁଁ ଗରିବ ଥିଲି, ମତେ ପିନ୍ଧିବା ପାଇଁ ନଥିଲା, ମତେ ଖାଇବାକୁ ନଥିଲା, ପ୍ରଭୁ ମତେ ଦେଲେ ବୋଲେ ଜାବେରପୁରା ଲୋକ ମୁଁ ସୁଗା କରି ସତରେ କଣ ଭାବୁଛୁ? ଏବେ ସେ ବି ପାଳକ ଲାଗିଲେ, ଖାଲି ବଜା ଯାଆନ୍ତି ପ୍ରଭୁଙ୍କର ଆରାଧନା, ସେ ବି ପାଳକ। ସେ ଭାବ ନାହିଁ ଯେ ବାଜା ବଜେଇ ବୁଲୁଛନ୍ତି ବୋଲିକି, ସେ 2ଟା କେବେ ପାଳକ ହେବେ କି? ସେମାନେ ବି ହେଇଯିବେ ହେଲା। ମୁଁ କାହିଁକି କହୁଛି, ଆମେ ସମସ୍ତେ ପ୍ରଭୁଙ୍କ ସେବା କରିବାର ଅଛି। ଆଉ ଆମକୁ ପ୍ରଚାର କରିବା ପାଇଁ ମାଇକ୍ ଦରକାର, ମାଇକ୍ ଦରକାର ନାହିଁ। ଆମେ ଯୋଉଠି ଠିଆ ହେଲେ ଷ୍ଟେଜ, ଆଉ ଯୋଉଠି ଠିଆ ହେଲେ ପୁଲପିଟ, ସତ ନା ନାହିଁ? ଚା ଦୋକାନରେ ଠିଆ ହେଇଛ ବାକ୍ୟ କହିବାର, ମତେ ତ ମିସ୍ କଲ୍ କରିବା ଲୋକ ମୁଁ ବାକ୍ୟ ଦଉଛି। ମତେ ଯଦି ଭୁଲ ରେ ମିସ୍ କଲ୍ କଲା ତାକୁ ଉଲ୍ଟା କଲ୍ କରିବି, ବୁଝାଇବି, ତାପରେ ତାପରେ ଏକା ରଖିବି ତାକୁ। ମତେ ସଂସ୍ଥାରେ ଛାଡିବି ନାହିଁ, ଯେ ଧରା ପଡିଲା କୁଆଡେ ନଗଲେ ଘରେ ବସି କହିବାର ଅଛି ବାକ୍ୟ। ଭଉଣୀ ମାନେ ତ ନେକ୍ସଟ ଟାଇମ ତମକୁ ଯେ କଲ୍ କରିବ, ସକାଳେ ବାଇବଲ ଯୋଉଟା ପଢିଛ ତାକୁ ଠାଟନେ ବୁଝାଇବ ତାକୁ। ହେଠି ଲ ଏମିତି ବୁଝିଲି ନାନି ବୋଲେ ଫୋନ କରବ ନାନି। ଆମରଟା ଆମ ତ ଖାଲି ହେଠି ଲ ସେ ଶାଢୀ ଆସିଛି, ସୁନା ଭୟଙ୍କର ଥିଲା ସେଠି, ଏମିତି ଅଛି ସେଟା ଅଛି। ପ୍ରିୟ ଭାଇ ଭଉଣୀ ମାନେ, ଯାଇଥିଲୁ କି ନାହିଁ ସେ ମାଲିକ ଜଡି, ସେଠି ଯାଇଥିଲୁ କି ନାହିଁ ସେ ପର୍ବତ, ସେଠି ପର୍ବତ ଯାଇଥିଲୁ, ସେ ପର୍ବତ କେ ବୁଲବା ଖାଇବେ? ଏ ଭୁବନେଶ୍ୱର, ଏ କଟକ, ବାଲେଶ୍ୱର, ପୁରୀ ଲୋକ ପର୍ବତ ନ ଦେବା ଲୋକ। ଆମେ ତ ହେଲେ ବୋଲେ ପର୍ବତ ଏ ଦେବଲେ ପର୍ବତ ସେ ଦେବଲେ ଆମେ କାହିଁ ବୁଲବା ଯିବାର ଅଛି? ସେମାନେ ବୁଲି ଯାଉଥିବେ, ତାଙ୍କୁ ଛାଡିଦେବାର ଅଛି। ସେମାନେ ପାଖେ ପର୍ବତ, ଆପଣ କଟକରେ ପର୍ବତ ପାଇବେ କି ନାହିଁ? ବାଲେଶ୍ୱରରେ ପାଇବେ କି? ପୁରୀରେ ପାଇବେ କି? ବ୍ରହ୍ମପୁର କହୁଛେ ସେମାନେ ଆସନ୍ତୁ, ବାପଡା ବାପଡି ମାନେ ବୁଲବା ପାଇଁ କୋଉଠି ଆସିବେ? ଆମର ଦିଓମାଳି ଆସିକରି ଯାଆନ୍ତୁ। ଆମକେ ଦିଓମାଳି କି ଲଡା ସେମାନେ ବୁଲି କରି ଯାଆନ୍ତୁ ବାପଡା ବାପଡି ଗାଡି, ଆମେ ଯିବା ଦରକାର ନାହିଁ। କହିବା ପାଇଁ ଯେ ପ୍ରତ୍ୟେକଙ୍କୁ ପ୍ରଭୁ ସାହାଯ୍ୟ କରନ୍ତୁ। ସ୍ୱାମୀ ସ୍ତ୍ରୀ ମାନେ ଖୁସି ହେବା ପାଇଁ ଶିଖନ୍ତୁ। ସ୍ୱାମୀ ମାନେ ବାହାରେ ଏକଲା ଏକଲା ଘେନି ଖାଇବେ ନାହିଁ। ମତେ ଗାଡିଆ ଗାଡିଆ ଦେଖ ନାହିଁ, ସମାନ କହୁଛି ହେଲା। ଆପଣ କଣ କରିବେ ନାହିଁ, ଏକଲା ଏକଲା କଣ କରିବେ? 20 ଟଙ୍କାର ପାକୁଡି କିଣିବେ, ସ୍ତ୍ରୀକୁ କହିବେ ଏଲୋ ଚା ବନା, ଡିଗାସନ ବନା, ମୁଁ ଆଣୁଛି। ଆରାମରେ ଦିଲ ମିଶି ଖାଲି ସ୍ୱାଦ ଆସିବ କି ନାହିଁ? ଆସିବ। ସେଟା ସତ ନାହିଁ, ସବୁ କହୁନାହାନ୍ତି, ଖାଲି ଜଣେ ଦି ଜଣ କହୁଛନ୍ତି। କଣ କରିବେ? ଆପଣ କିଣି କରି ନେବେ। ଆହୁରି ଆମ ସ୍ୱାମୀ ମାନେ କଣ କରିବେ?
একলা যাইছে দোকানে খাও মো বলে নাইলো ভুক লাগুনে মকে বলে কেমতি লাগবো মুন্ডে হাঁটি ছেচি দেশ লাগবো কি নাই এ বাপরে ভুকে জাগিଥିବ ସେ ସିଆଡେ ଗିଲି କରି ଆସୁଥିବ ନାଇଁ ଆପଣ କେବେ ପ୍ରେମରେ ଥିବେ ଜଗତର ସମସ୍ୟା ଅଛି କଷ୍ଟ ଅଛି ୟା ଭିତରେ ଶାନ୍ତିରେ ରହିବାକୁ ଆମେ ଶିଖିବାର ଅଛି ଏଠି କଣ ଆମେ ଦେଖୁଛୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଜଗତର ଧନୀ ନଥିଲେ ସେ ସ୍ୱର୍ଗୀୟ ଧନର ଧନୀ ଥିଲେ ଆଉ ଆମକୁ ସ୍ୱର୍ଗର ଧନର ଧନୀ କରିବା ପାଇଁ ଏଠି କିଛି ନଥିବ ଆମକୁ ଏଟା ସବୁ ଛାଡି କରି ଯିବାଟା କି ନାହିଁ ସବୁ ଛାଡି କରି ଯିବୁ ବଞ୍ଚି ବଞ୍ଚି ମନେ ହେଲା ଘର ଶାଢୀ ମାନେ ଗଲାବେଳେ ଭଉଣୀ ମାନେ କେତେଟା ଶାଢୀ ନେଇଯିବ କେତେଟା ପାଟ ଶାଢୀ ନେବ ଭଉଣୀ ମାନେ ଏ ଭଉଣୀ ଗଲାବେଳେ କେତେଟା ଶାଢୀ ତମ ନେଇକରି ଯିବ ଲେଖିଦେଇ ତ ସେ ପେଢିରେ ଗଲାବେଳେ 5 ହଳ ଶାଢୀ ନେବି 2ଟା ପାଟ ଶାଢୀ ଗୋଟେ ସେ ମାଲି ଶାଢୀ ଆରି ଗୋଟେ ପତଲାଟା ଆରି ନାଇଟି 10ଟା ନେବି ହାତ ଥିବାଟା 3ଟା ଆରି ହାତ ନଥିବାଟା 7ଟା ଲିପଷ୍ଟିକ ଟିକେ ଆରି ମୋବାଇଲ ଚାର୍ଜର ମିଶା ଡୋକୁରେ ପକାଇ ଦେଇଥିଲୁ ଆପଣ କିଛି ନେଇପାରିବେ ନା ଏଠୁ ତ ସେଇଟା ଥିଲେ କି ନଥିଲେ ଆମର ଫରକ ପଡିବାର ନାଇଁ ତ ଲୋକ କଣ କହୁଛନ୍ତି ମୁଁ ଗରିବ ଥିଲି ପ୍ରଭୁ ମତେ ଧନୀ କଲେ ତତେ ଧନୀ କରିନାହାନ୍ତି ରେ ବାବୁ ଲୋକମାନଙ୍କୁ ଫୁସଲାଇ ଗୋଟେ ଡାବୁତି ଚଟାଇଛୁ ମୋର ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ କାରଣ ପ୍ରଭୁ ଯୀଶୁ କଣ ବୋଲି କହୁଛନ୍ତି ଦେଖନ୍ତୁ ମାଥ୍ୟୁ 25 ପର୍ବ 34 ରୁ 36 ମାଥ୍ୟୁ 25 34 ରୁ 36 ହଁ ପଢିବେ ଟିକେ ସେତେବେଳେ ରାଜା ଆପଣ ଦକ୍ଷିଣ ପାର୍ଶ୍ୱସ୍ଥ ଲୋକଙ୍କୁ ମୁଁ ପଢୁଛି ରେ ମା ଲେଖାଯାଉଛି ସେତେବେଳେ ରାଜା ଆପଣ ଦକ୍ଷିଣ ପାର୍ଶ୍ୱସ୍ଥ ଲୋକଙ୍କୁ କହିବେ ଆସ ମୋହର ପିତାଙ୍କ ଆଶୀର୍ବାଦ ପାତ୍ର ମାନେ କାହାର ଆଶୀର୍ବାଦ ପିତାଙ୍କ ଆଶୀର୍ବାଦ ପାତ୍ର ମାନେ ତୁମମାନଙ୍କ ନିମନ୍ତେ ଜଗତର ପତନାବଧି ଯୋଉ ରାଜ୍ୟ ପ୍ରସ୍ତୁତ କରାଯାଇଛି ରାଜ୍ୟ ପ୍ରସ୍ତୁତ କରାଯାଇଛି ସେଥିରେ ଅଧିକାରୀ ହୁଅ କାରଣ ମୁଁ କ୍ଷୁଧିତ ଥିଲି ଯୀଶୁ କଣ କହୁଛନ୍ତି ମୁଁ କ୍ଷୁଧିତ ଥିଲି ତୁମେ ମାନେ ମତେ ଭୋଜନ କରିବାକୁ ଦେଲ ତୃଷିତ ଥିଲି ମତେ ପାନ କରିବାକୁ ଦେଲ ପ୍ରବାସୀ ଥିଲି ମତେ ଆଶ୍ରୟ ଦେଲ ଉଲଙ୍ଗ ଥିଲି ମତେ ବସ୍ତ୍ର ପରିଧାନ କରାଇଲ ପୀଡ଼ିତ ଥିଲି ମତେ ଶଙ୍ଖଳିଲ କାରାଗାରରେ ଥିଲି ମୋ ନିକଟକୁ ଆସିଲ ପଚାରୁଛନ୍ତି ପ୍ରଭୁ ତୁମେ କେବେ ଭୁକରେ ଥିଲ ପ୍ରଭୁ ଆମେ ଖାଇବାକୁ ଦେଲୁ ଯୀଶୁ କହିଲେ ମତେ ନାହିଁ ଏଇ ବିଶ୍ୱାସୀ ମାନେ ଥିଲେ କେମିତି ଥିଲେ ସେମାନେ କ୍ଷୁଧିତ ଥିଲେ ତାମାନେ ପ୍ରଭୁଙ୍କର ଲୋକମାନେ କ୍ଷୁଧିତ ଥିବେ